ଆପଣ ଜାଣିଥିବେ ଯେ ଜାନୁଆରୀ 22 ତାରିଖରେ ସୁଭଦ୍ରା ଯୋଜନା ଟଙ୍କା ମିଳି ସାରିଛି। କିନ୍ତୁ ଆପଣଙ୍କ ମନରେ ଏହା ଯେ ଆମେ ମଧ୍ୟ ଆଗରୁ ଆପ୍ଲାଏ କରିଥିଲୁ ବା ଆବେଦନ କରିଥିଲୁ, ଆମର ମଧ୍ୟ ନାଁ ଥିଲା, ଆମକୁ କାହିଁକି ମିଳିଲା ନାହିଁ। ତ ଆପଣମାନଙ୍କୁ କାହିଁକି ମିଳିଲା ନାହିଁ, ଯଦି ମିଳିବା ପାଇଁ ହେଲେ କ'ଣ କରିବାକୁ ପଡ଼ିବ, ଏହି ଭିଡ଼ିଓରେ ପୁରା ଇନଫର୍ମେସନ୍ ଦିଆହେଇଛି। ଏହି ଭିଡ଼ିଓରେ ପୁରା ଇନଫର୍ମେସନ୍ ଦେବାକୁ ଯାଉଛି, ତେଣୁ ଭିଡ଼ିଓଟିକୁ ଡେରି ନ କରି ଷ୍ଟାର୍ଟ କରିବା। ନମସ୍କାର ଦର୍ଶକ ବନ୍ଧୁ, ମୁଁ ପବିତ୍ର ପଡ଼ରା ସ୍ୱାଗତ କରୁଛି ମୋର ଏକ ନୂଆ ଭିଡ଼ିଓରେ। ଯଦି ଭିଡ଼ିଓଟି ପସନ୍ଦ ଲାଗେ ତେବେ ଭିଡ଼ିଓଟିକୁ ଲାଇକ୍ କରିବେ ଏବଂ ଚ୍ୟାନେଲରେ ନୂଆ ଆସିଥିଲେ ଚ୍ୟାନେଲଟିକୁ ଏବେ ହିଁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଅଲ୍ରେ ସେଲେକ୍ଟ କରିବାକୁ ଭୁଲିବେ ନାହିଁ। ଆପଣମାନଙ୍କ ମନରେ ଉଙ୍କି ମାରୁଥିବ ଯେ ଆମେ ସୁଭଦ୍ରା ଯୋଜନା ଆଗରୁ ଆପ୍ଲାଏ କରିଥିଲୁ ବା ଆବେଦନ କରିଥିଲୁ, ଆମକୁ ଟଙ୍କାଟି ବି ମିଳିନାହିଁ। କିନ୍ତୁ ଆମ ଗାଁରେ ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କୁ ମିଳିଗଲା, ଆମ ଏରିଆରେ ଯେଉଁମାନେ ଆବେଦନ କରିଥିଲେ ସେମାନଙ୍କୁ ମିଳିଗଲା, ଆମକୁ କାହିଁକି ମିଳିନାହିଁ। ତ ସବୁଠାରୁ ପ୍ରଥମ କଥା ଜାଣି ରଖିବେ, ଏଥିରେ କେଉଁମାନେ ସୁଭଦ୍ରା ଯୋଜନା ଟଙ୍କା ପାଇଲେ। ଯେଉଁମାନେ କି ନୂଆ ଆବେଦନ କରିଥିଲେ ଆଉ ଆରମ୍ଭରୁ ଟଙ୍କାଟେ ବି ସେମାନେ ପାଇନଥିଲେ, ସେମାନେ ପୁରୁଣା ବି ଥିଲେ ନୂଆ ବି ଥିଲେ, ସେମାନଙ୍କର ଡିବିଟି ଏବଂ KYC ସକ୍ସେସ୍ ନଥିଲା ବୋଲି ସେମାନେ ଟଙ୍କା ପାଇନଥିଲେ। ସେହିମାନେ ବର୍ତ୍ତମାନ ତାଙ୍କର ଷ୍ଟାଟସ୍ ଚେକ୍ କରି ସାରିଲା ପରେ ଜାଣି ସାରିଲେ ଯେ ଡିବିଟିର ସମସ୍ୟା ଅଛି ବୋଲି, ତେଣୁ ସେମାନେ ଡିବିଟି ସମସ୍ୟା ବା KYC ସମସ୍ୟାକୁ ସମାଧାନ କଲେ, ସକ୍ସେସ୍ କଲେ। ତାପରେ ସେମାନେ ଏଇ 22 ତାରିଖର ସୁଭଦ୍ରା ଟଙ୍କା ପାଇସାରିଲେ। ଯଦି ଆପଣମାନେ ପ୍ରଶ୍ନ କରିବେ, ଆମେ ତ 15,000 ଟଙ୍କା ପାଇସାରିଛୁ, ହେଲେ ବର୍ତ୍ତମାନ 22 ତାରିଖରେ କାହିଁକି 5,000 ଟଙ୍କା ମିଳିନାହିଁ। ସେମାନେ ସେହି ଦିନ ପାଇବେ ଯେଉଁ ଦିନ କି ଦୁଇଟି ଦିନ, ଗୋଟିଏ ହେଲା ରାକ୍ଷୀ ପୂର୍ଣ୍ଣିମା ଦିନ, ଆଉ ଗୋଟିଏ ଦିନଟି ହେଲା ମହିଳା ଦିବସ ଦିନ। ଏହି ଦୁଇଟି ଦିନରେ ଯେଉଁମାନେ 3ଟି କିସ୍ତି ପାଇଥିଲେ ସେ ଦିନ ଗୁଡ଼ାକରେ ପାଇପାରିବେ। ସେକେଣ୍ଡ କଥା ହେଲା, ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି, ଭାଇ ଆମେ ନୂଆରେ ଆବେଦନ କରିଥିଲୁ, ଆମକୁ କାହିଁକି ଟଙ୍କାଟି ମିଳିନାହିଁ। ପ୍ରାୟ ଜାଗାରେ ଏହି ପ୍ରକାର ହେଇଛି, ପ୍ରାୟ ଏରିଆରେ ବି ଏହି ପ୍ରକାର ଲୋକ ଦେଖା ଦେଉଛନ୍ତି। ତ ଆପଣମାନେ ଆପ୍ଲାଏ କରିଥିଲେ ସତ, କିନ୍ତୁ ଆପଣମାନଙ୍କ ଆକାଉଣ୍ଟରେ ଡିବିଟି କ୍ଲିୟର ନାହିଁ ଏବଂ KYC ସକ୍ସେସ୍ ନାହିଁ। ତ ସେଥିପାଇଁ ଆପଣମାନଙ୍କୁ KYC ଏବଂ ଡିବିଟି ଇନେବଲ୍ କରିବାକୁ ପଡ଼ିବ। ଏଥି ନିମନ୍ତେ ଆପଣମାନେ ଯେଉଁ ଆକାଉଣ୍ଟ ୟୁଜ୍ କରୁଛନ୍ତି, ଯେଉଁ ବ୍ୟାଙ୍କର ଆକାଉଣ୍ଟ ୟୁଜ୍ କରୁଛନ୍ତି, ସେ ବ୍ୟାଙ୍କକୁ ଯିବେ, ଆପଣମାନଙ୍କର ଡିବିଟି କ୍ଲିୟର କରିବେ ଏବଂ KYC କ୍ଲିୟର କରିବେ। ତେବେ ଆପଣମାନେ ସୁଭଦ୍ରା ଯୋଜନାର ଟଙ୍କା ପାଇପାରିବେ। ଯେଉଁ ପର୍ଯ୍ୟନ୍ତ ଆପଣମାନଙ୍କର KYC କ୍ଲିୟର ନାହିଁ, ଡିବିଟି କ୍ଲିୟର ନାହିଁ, ସେହି ପର୍ଯ୍ୟନ୍ତ ଆପଣମାନେ ଟଙ୍କା ପାଇପାରିବେ ନାହିଁ। ଏଥିପାଇଁ ପୂର୍ବ ଭିଡ଼ିଓ ଗୁଡ଼ାକରେ ବି ବିଭିନ୍ନ ୟୁଟ୍ୟୁବର ମାନେ ବି କହିଥିଲେ, ମୋର ବି ଗୋଟେ ଭିଡ଼ିଓ ଥିଲା ଯେ ସୁଭଦ୍ରା ଯୋଜନା ଟଙ୍କା ଆସିବା ପୂର୍ବରୁ
डीबीटी एवं EKYC क्लियर कर नियंतु बोली। तो टंका न आसबार कारण है बुले बांके कहले मध्य से गोटे कारण जे आपण मानकर EKYC एवं डीबीटी क्लियर ना बोले टंका आपण माने पाई पारि नांती। तो आज वीडियो एतकी थिला। आशा करूची ए वीडियोटी आपण मानक पे निहाती इंफॉर्मेशन वीडियो हेइथिबो। तेणु वीडियोटी केमिति लागिला आपण माने मते कमेंट बॉक्स माध्यम रे जणाइबे। आज वीडियोटी एतिकी रखिबा। देखा नेक्स्ट वीडियो रे। रहिली नमस्कार।